ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅଧୀନକୁ ପାରି ରାଣୀତାଲ ରାସ୍ତାର ଜଳଙ୍ଗ ମୌଜମପୁର ଛକ ନିକଟରେ ଚିପ୍ସ ବୁଝେଇ ଡମ୍ଫର ଧକ୍କାରେ ଜଣେ ଲୁଗା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରା ବ୍ଲକ ଜୟପୁର ପଞ୍ଚାୟତ ତେନ୍ତୁଳିଆ ଗାଁର ଅନନ୍ତ ପ୍ରସାଦ ବେହେରା। ଅନନ୍ତ ଏକ ବ୍ୟାଟେରୀ ସ୍କୁଟି ଯୋଗେ ଭଦ୍ରକ ଯିବା ସମୟରେ ଜଳଙ୍ଗ ମୌଜମ ଛକ ନିକଟରେ ଏକ ଚିପ୍ସ ବୁଝେଇ ଡମ୍ଫର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଅନନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଡମ୍ଫର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଖଇରା ତହସିଲଦାର ଏବଂ ଶିମୁଳିଆ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଚଳାଇଛି। ବ୍ୟୁରୋ ରିପୋର୍ଟ, PN TV।